ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର କଳାଙ୍ଗ ଗ୍ରାମ ପଞ୍ଚାୟତ ଠାରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ। କଳାଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱରଞ୍ଜନ ନାୟକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସରକାରୀ ବିଭାଗ ଓ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓଡ଼ାପଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ତହସିଲଦାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କର ସମସ୍ୟା ଶୁଣିବା ସହିତ କିଛି ସମସ୍ୟାର ସମାଧାନ ବିଭାଗୀୟ ଅଧିକାରୀମାନେ କରିବା ସହିତ ଆଉ କିଛି ସମସ୍ୟାର ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରାୟ 30ଟି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଲୋକଙ୍କର ସହଜ ଭାବରେ ଆଶୁ ସମାଧାନ କରିଥିଲେ। ଗ୍ରାମାଞ୍ଚଳରେ ସରକାରୀ ଅଧିକାରୀ ରହି ଲୋକଙ୍କର ସରକାରୀ କ୍ଷେତ୍ରର ଅସୁବିଧା ଦୂର କରି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସମସ୍ତ ଅଧିକାରୀ କହିଥିଲେ। ବିଭିନ୍ନ ବିଭାଗର ସମସ୍ତ ଅଧିକାରୀ ପଞ୍ଚାୟତରେ ଉପସ୍ଥିତ ଅଛନ୍ତି। ତହସିଲଦାର ଅଛନ୍ତି, ବିଡ଼ିଓ ଅଛନ୍ତି, ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟ ସମସ୍ତ ଅଫିସରମାନେ ଅଛନ୍ତି। ଲୋକମାନଙ୍କର ସୁବିଧା ଆମେ ଏଠି ଶୁଣୁଛୁ ଏବଂ ଯେଉଁଗୁଡ଼ିକ ତୁରନ୍ତ ପ୍ରତିକାର କରାଯାଇପାରିବ ସେଗୁଡ଼ିକ ସାଙ୍ଗେ ସାଙ୍ଗେ କରିଦିଆଯାଉଛି। ଯେଉଁଗୁଡ଼ିକ ବିଶେଷ ତଦନ୍ତର ଆବଶ୍ୟକତା ଅଛି କିନ୍ତୁ ଆମେ ସେମାନଙ୍କୁ ଗ୍ରହଣ କରୁଛୁ। ବିଶେଷ ଭାବରେ ଲୋକଙ୍କର ଯାହା ଅଭିଯୋଗ ଅଛି, ଯାହା ଅନ୍ୟାନ୍ୟ ସେବାଗୁଡ଼ିକ ଅଛି ସେଗୁଡ଼ିକ କିପରି ପାଇପାରିବେ। ପ୍ରାୟ 30 କିଲୋମିଟର ଦୂର, 15 କିଲୋମିଟର ଦୂର ସବୁ ଜନସାଧାରଣ ଆସିକି ପହଞ୍ଚି ପାରୁନାହାନ୍ତି। ତହସିଲରେ କାମ ଥିଲେ ତହସିଲକୁ ଯିବେ, ମେଡ଼ିକାଲରେ କାମ ଥିଲେ ମେଡ଼ିକାଲକୁ ଯିବେ, ବ୍ଲକରେ କାମ ଥିଲେ ବ୍ଲକକୁ ଯିବେ। ଏମିତି କିନ୍ତୁ ଏଇଠି ଗୋଟିଏ ଯେଉଁ ବିଭାଗ ହେଉଛି ଗୋଟିଏ ଜାଗାରେ ସବୁ ପଦାଧିକାରୀ ରହୁଛନ୍ତି, ସବୁ ଡିପାର୍ଟମେଣ୍ଟର ଲୋକ ରହୁଛନ୍ତି। ତେଣୁ ଜଣେ ହିତାଧିକାରୀ ସମସ୍ତଙ୍କୁ ଏଇଠି ପାଉଛି। ଏବଂ ମୁଁ କଳାଙ୍ଗ ସରପଞ୍ଚ ବିଶ୍ୱରଞ୍ଜନ ନାୟକ। ଆଜି ଆମ କଳାଙ୍ଗ ପଞ୍ଚାୟତରେ ଗୋଟିଏ ପଲ୍ଲୀ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ଯାହାକି ସେଠି 30ଟି ବିଭାଗର ଲୋକମାନେ 30ଟି ବିଭାଗର ଆସୁଛନ୍ତି। ତେଣୁ ଆମ କଳାଙ୍ଗ ଆମ ବ୍ଲକଠାରୁ କଳାଙ୍ଗ ଆମର 50 କିଲୋମିଟର ଦୂର। ତଥାପି ଲୋକମାନେ ନାଇନସ ଆସିବାର ସମ୍ମୁଖୀନ ହେଉଥିଲେ। ବ୍ଲକ ଯାଇ କୌଣସି ସୁବିଧା ଅସୁବିଧା ବୁଝିପାରୁନଥିଲେ। ତେଣୁ ସେଥିଲାଗି ରାଜ୍ୟ ସରକାର ଆମର ଗୋଟେ ପଲ୍ଲୀ ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେଥିରେ ଆମର ଲୋକମାନେ ବ୍ଲକ ନ ଯାଇ ପଲ୍ଲୀରେ ଆସି ପ୍ରସ୍ତୁତ ପହଞ୍ଚିଲା। ସେମାନଙ୍କର କଥା ସବୁ ଦୁଃଖ ସୁଖ ସାଥି ହୋଇ ସବୁ ଆମର ସମାଧାନ ସେମାନେ କରିବେ। ଢେଙ୍କାନାଳରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।